ଆସନ୍ତୁ ବୃକ୍ଷରୋପଣ କରିବା ଆଗାମୀ ଭବିଷ୍ୟତ ପାଇଁ ସ୍ୱଚ୍ଛ ପରିବେଶଟିଏ ଗଢ଼ିବା। ଏହି ସ୍ଲୋଗାନକୁ ନେଇ କଲ୍ୟାଣ ଅଭିଯାନ ଟ୍ରଷ୍ଟ ପକ୍ଷରୁ ବୁଧବାର ଦିନ ଭୁବନେଶ୍ୱରର ବିଏସଏସ୍ ନଗର ସ୍ଥିତ ମା ଗୋଜବାୟାଣୀ ଖେଳପଡ଼ିଆ ନିକଟରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ଡକ୍ଟର ପ୍ରକାଶ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। ସଭ୍ୟ ସମାଜରେ ବଞ୍ଚି ରହିବାକୁ ହେଲେ ଗଛର ଅବଦାନ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। ଏହା ସହିତ ଗଛ ଲଗାଇ ଏହାର ସଠିକ ଯତ୍ନ ନେଲେ ଆଗାମୀ ପିଢ଼ି ସୁସ୍ଥ ଜଳବାୟୁ ପାଇବେ ବୋଲି ସେ ମତ ଦେଇଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ସୌମ୍ୟରଞ୍ଜନ ପ୍ରଧାନ, ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ପତ୍ରିକାର ସମ୍ପାଦକ ଚିଦାନନ୍ଦ ଜେନା, ଯୁବ ସମାଜସେବୀ ବଦ୍ରିନାରାୟଣ ଜେନା, କଲ୍ୟାଣ ଅଭିଯାନ ଟ୍ରଷ୍ଟର ସଭାପତି ଲିପୁନ କୁମାର ପରିଡ଼ା, ଉପସଭାପତି ଶାଶ୍ୱତ ଅନୁରାଗ ସାହୁ ଓ ଟ୍ରଷ୍ଟର ସାଧାରଣ ସମ୍ପାଦକ ସତ୍ୟପ୍ରଜ୍ଞ ଗୌଡ଼ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ସଦସ୍ୟ ଅମିତ ପଲାଇ, ରବି ରଞ୍ଜନ, ରୋଜାଲିନ ସାହୁଙ୍କ ସମେତ ସ୍ଥାନୀୟ ଅଞ୍ଚଳର ସର୍ବଜିତ ସାହୁ, ସୋମନାଥ ମଲ୍ଲିକ, ଗଣେଶ୍ୱର ମହାପାତ୍ର, ପବିତ୍ର ମଲ୍ଲିକ, ଦୁର୍ଗାଚରଣ ସାହୁଙ୍କ ସହ ବହୁ ଯୁବକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ଆଗାମୀ 2 ମାସ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଟ୍ରଷ୍ଟ ସଭାପତି ଲିପୁନ କୁମାର ପରିଡ଼ା ସୂଚନା ଦେଇଛନ୍ତି। ବ୍ୟୁରୋ ରିପୋର୍ଟ, ସତ୍ୟପ୍ରଜ୍ଞ ନ୍ୟୁଜ।